ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖୁସି ଖବର। ବଢ଼ିଲା ଏତିକି ପ୍ରତିଶତ ମହଙ୍ଗା ଭତ୍ତା। ଏବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ କମିଶନକୁ ନେଇ ବହୁତ ଦିନ ଧରି ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ ସେମାନେ ଏହାର ସୁପାରିଶକୁ ଅପେକ୍ଷା କରିଛନ୍ତି, କିନ୍ତୁ ଏହାରି ଭିତରେ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ବଢ଼ୁଥିବା ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କିଛି ପଦକ୍ଷେପ ନେଇଛନ୍ତି। ରିପୋର୍ଟ ଅନୁଯାୟୀ କର୍ମଚାରୀମାନେ ବହୁତ ଶୀଘ୍ର ଡିଏ ବୃଦ୍ଧିର ଲାଭ ଉଠାଇ ପାରିବେ। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ବର୍ତ୍ତମାନ ଅଷ୍ଟମ ବେତନ କମିଶନର ସୁପାରିଶକୁ ଅପେକ୍ଷା କରିଛନ୍ତି, କିନ୍ତୁ ଏହା ପୂର୍ବରୁ ସେମାନେ ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ପାଇପାରିବେ। ତଥ୍ୟ ଅନୁଯାୟୀ ଜୁଲାଇ 2026ରୁ ଡିଏ 3% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହି ଖବର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଖୁସି ଆଣିଛି। ଲେବର ବ୍ୟୁରୋର ସଦ୍ୟତମ ତଥ୍ୟ ଅନୁଯାୟୀ ଶିଳ୍ପ ଶ୍ରମିକଙ୍କ ପାଇଁ ମୁଦ୍ରାସ୍ଫୀତି ସୂଚକାଙ୍କ ମାର୍ଚ୍ଚ 2026ରେ 149.1କୁ ଏପ୍ରିଲ 2026ରେ 149.9କୁ ବୃଦ୍ଧି ପାଇଛି। ଏହାକୁ ଆଧାର କରି ଆକଳନ କରାଯାଉଛି ଯେ ବର୍ତ୍ତମାନର 60% ଡିଏ 63%କୁ ବୃଦ୍ଧି ପାଇପାରେ। ତଥାପି ମେ ଏବଂ ଜୁନ 2026ର ତଥ୍ୟ ଏବଂ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିଶକୁ ଅପେକ୍ଷା କରିଛନ୍ତି। ଏହି ସମୟରେ କମିଶନ ଗଠନ ହେବା ପରେ କର୍ମଚାରୀମାନଙ୍କୁ ସେମାନଙ୍କର ସ୍ମାରକପତ୍ର ଦାଖଲ କରିବାକୁ ସମୟ ଦେଇଛନ୍ତି। ଏହା ଅଧୀନରେ କର୍ମଚାରୀ ସଂଗଠନଗୁଡ଼ିକ କମିଶନଙ୍କ ସମ୍ମୁଖରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ହେଉଛି ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରାଯିବା ଉଚିତ, ସର୍ବନିମ୍ନ ମଜୁରୀ ଯଥେଷ୍ଟ ବୃଦ୍ଧି କରାଯିବା ଦରକାର, ବେସିକ୍ ସାଲାରୀରେ ମହଙ୍ଗା ଭତ୍ତା ଯୋଡ଼ାଯିବା ଦରକାର, ପେନ୍ସନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯିବା ଉଚିତ। ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀ ନିର୍ଣ୍ଣୟ ପାଇଁ ପୁରୁଣା 3 ୟୁନିଟ୍ ସୂତ୍ରକୁ 5 ୟୁନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ। ବର୍ଦ୍ଧିତ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବା ପାଇଁ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ମହଙ୍ଗା ଭତ୍ତା ଦିଆଯାଏ। ଯେତେବେଳେ ଖାଦ୍ୟ, ବାସସ୍ଥାନ, ପରିବହନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଏ, ସରକାର କର୍ମଚାରୀଙ୍କ ଆୟ ଉପରେ ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରିବା ପାଇଁ ଡିଏ ସଂଶୋଧନ କରିଥାନ୍ତି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ